ଲଗାଣ ବର୍ଷାରେ ଭାଙ୍ଗିଲା ଘର। କିଛି ଦିନ ହେଲା ଝିପିଝିପି ଲଗାଣ ବର୍ଷା ଲାଗି ରହିଛି ସାରା କେନ୍ଦୁଝର ଜିଲ୍ଲାରେ। ସାରା ଜିଲ୍ଲା ବର୍ଷା ପାଣିରେ ଅଦାସରବର ହୋଇ ଅନେକ କ୍ଷେତ୍ରରେ କ୍ଷୟକ୍ଷତି ଘଟାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପୋଷି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମ ନୂଆସାହିର ପ୍ରଶାନ୍ତ କୁମାର ସେଠୀଙ୍କ ଘର ଭାଙ୍ଗି ପଡ଼ିଛି। ଲଗାଣ ବର୍ଷାରେ ଘରୁ ବାହାରି ହେଉନଥିବା ବେଳେ ଘର ଭାଙ୍ଗିଯିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଦେଇଛି। ବର୍ଷା ଲାଗି ରହିଥିବା ଯୋଗୁଁ ଘରକୁ ଆୟତ୍ତ କରିବାରେ ପରିବାର ଲୋକ ବିଫଳ ହୋଇଥିବା ବେଳେ ନିଜକୁ କେମିତି ସୁରକ୍ଷିତ ରଖିବେ ସେହି ଚିନ୍ତା ଗ୍ରାସ କରିଛି ପରିବାର ଲୋକଙ୍କୁ। ବର୍ଷା ଏମିତି ଲାଗି ରହିଲେ ଅନେକ କିଛି କ୍ଷତି ହେବା ସହିତ ଦୁର୍ବଳ ଘରକୁ ବିପଦ ରହିବ ବୋଲି ଜଣାପଡ଼ୁଛି। ଲଘୁଚାପ ଜନିତ ଏହି ବର୍ଷା ଅନେକ କ୍ଷେତ୍ରରେ କ୍ଷତି ଘଟାଇଥିବା ବେଳେ ଚାଷ କ୍ଷେତ୍ରରେ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘର ଭାଙ୍ଗିଯିବା ପରେ ବର୍ଷାର ପ୍ରଭାବ ଜାରି ରହିଥିବା ଯୋଗୁଁ ପରିବାର ଲୋକ କେମିତି ସୁରକ୍ଷିତ ରହିବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘର ଭାଙ୍ଗିଥିବା ବ୍ୟକ୍ତିଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଯଥାଶୀଘ୍ର ସୁବନ୍ଦୋବସ୍ତ କରିବା ପାଇଁ ପ୍ରଶାସନ ପାଖରେ ଗ୍ରାମବାସୀ ଅନୁରୋଧ କରିଛନ୍ତି। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।